କାଲି ଥିଲା ଠାକୁରମୁଣ୍ଡା ପାଇଁ ଏକ ଐତିହାସିକ ଦିନ। ଆମ ଜନସେବକ ବିଧାୟକ ପଦ୍ମ ଭାଇଙ୍କ ଜନ୍ମଦିନରେ ଠାକୁରମୁଣ୍ଡା ହସ୍ପିଟାଲରେ ନୂଆ ବ୍ଲଡ ବ୍ୟାଙ୍କର ଉଦ୍ଘାଟନ ହେଲା। ତା ସହିତ ଆୟୋଜିତ ହେଲା ଜୀବନ ଦୀପ ରକ୍ତଦାନ ଶିବିର, ଯେଉଁଠି 217 ୟୁନିଟ୍ ରକ୍ତ ସଂଗୃହୀତ ହେଲା। ଯେଉଁଠି ଅନେକ ସମାଜସେବୀ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ନିଜ ରକ୍ତଦାନ କଲେ। ରକ୍ତଦାନ କରି ସମାଜର ଯେଉଁ ସେବା ଆପଣମାନେ କଲେ, ତାହା ଆପଣମାନଙ୍କ ପରିବାର ଦେଇଥିବା ଉଚ୍ଚ ସଂସ୍କାରକୁ ଦେଖାଏ। ଧନ୍ୟବାଦ ଭାଇମାନେ। ଯଦିଓ ପୂର୍ବରୁ ନେତାମାନେ ତାଙ୍କର ଜନ୍ମଦିନ 5 ଷ୍ଟାର ହୋଟେଲରେ ପାଳନ କରୁଥିଲେ, କିନ୍ତୁ ପଦ୍ମ ଭାଇ ନିରାଡମ୍ବର ଭାବେ ଜରୁରତମନ୍ଦ ଲୋକଙ୍କ ପାଖରେ ପହଞ୍ଚିବାକୁ ସର୍ବୋତ୍ତମ ମାନନ୍ତି। ତେଣୁ ତାଙ୍କ ଜନ୍ମଦିନର ଖୁସି ରୋଗୀମାନଙ୍କ ସହିତ ବିତିଲା। ଆମେ ଜନ୍ମଦିନରେ ତାଙ୍କୁ ଉପହାର ଦେବା କଥା କହୁଥିଲୁ, କିନ୍ତୁ ପଦ୍ମ ଭାଇ ଠାକୁରମୁଣ୍ଡାବାସୀଙ୍କ ପାଇଁ ବ୍ଲଡ ବ୍ୟାଙ୍କ ଭାବରେ ଏକ ଜୀବନ୍ତ ଉପହାର ଦେଲେ। ପଦ୍ମ ଭାଇ ଓ ତାଙ୍କ ଶ୍ରୀମତୀ ନିଜେ ରୋଗୀମାନଙ୍କୁ ଦେଖିଲେ ଏବଂ ଆଶୀର୍ବାଦ ନେଲେ। ପଦ୍ମ ଭାଇ ପ୍ରତିଟି ରୋଗୀ ପାଖରେ ପହଞ୍ଚି ସେମାନଙ୍କ ସହିତ ସମୟ ବିତାଇଲେ। ସୁଖ ଦୁଃଖ ହୋଇ ସୁବିଧା ଅସୁବିଧା ବୁଝିଲେ। ଧନ୍ୟ ପଦ୍ମ ଭାଇ, ଧନ୍ୟ ତାଙ୍କ ସେବା ମନୋଭାବ। ଜୟ ଭାରତ, ଜୟ ଶ୍ରୀରାମ।